କୋଟି କୋଟି ଟଙ୍କାର ପ୍ରୋଜେକ୍ଟ ହେଲେ କାମ ଆରମ୍ଭ ସହିତ ସୂଚନା ଫଳକଟିଏ ନାହିଁ। ଜନସାଧାରଣଙ୍କୁ ଅନ୍ଧାର ଭିତରେ ରଖି NRHM ବା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ମାଣ ବିଭାଗ ଓ ତା'ର ଠିକାଦାର ଏହି କାମ କରିବାରେ ବ୍ୟସ୍ତ। ଏହି କାର୍ଯ୍ୟସ୍ଥଳୀଟି ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କଟରା ଗ୍ରାମ ପଞ୍ଚାୟତର କଟରଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ବିଲ୍ଡିଂ। ଭଲ ଭାବରେ ଲକ୍ଷ୍ୟ କରନ୍ତୁ ଦର୍ଶକ ବନ୍ଧୁ, ମାଟି ତଳୁ କରାଯାଇଥିବା ପାଇଲିଂ ଗୁଡ଼ିକ କିପରି ମାଟିରେ ପୋତି ହୋଇଯାଇଛି। ଖାଲ ଗୁଡ଼ିକରେ ବର୍ଷା ଜଳ ଭରି ରହିଛି। ମାଟି ତଳୁ ଉଠିଥିବା ଏହି ପାଇଲିଂରେ ତରବରିଆ ଭାବେ ଠିକାଦାର ପୋତି ତା ଉପରେ ପିଲାର ସୃଷ୍ଟି କରିବ। NRHMର ଯନ୍ତ୍ରୀଙ୍କ କାର୍ଯ୍ୟସ୍ଥଳୀରେ ଦେଖା ନାହିଁ। କିଭଳି ଭାବେ ପ୍ଲାନିଂ ଧରି ଠିକାଦାର କରିଛି ଏହି ଫୁଟିଂ। ରଡ୍ ଡିଜାଇନ କି କାର୍ଯ୍ୟରେ ବିବରଣୀ ସୂଚନା ଫଳକଟିଏ ନିର୍ମାଣ ନ କରି ଅନ୍ଧାରରେ କରୁଛି କାର୍ଯ୍ୟ। ତଳୁ ଏମିତି ଉପରକୁ କ'ଣ ହେବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁରକ୍ଷିତ ଏହି ସ୍ୱାସ୍ଥ୍ୟ ବିଲ୍ଡିଂଟି କେତେଦିନ ତିଷ୍ଠିବ ଓ କିଭଳି ଭାବେ ଏହାର ସ୍ୱାସ୍ଥ୍ୟ ଠିକ୍ ରହିବ, ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।